ଅଗଷ୍ଟ ମାସରେ ମୀନ ରାଶିର ବ୍ୟକ୍ତିମାନେ ମିଠା ବାଣ୍ଟିବାକୁ ପ୍ରସ୍ତୁତ ରହିଥାନ୍ତୁ। ହଁ ଦର୍ଶକ ବନ୍ଧୁ, ମୁଁ କହୁଛି ମୀନ ରାଶିର ବ୍ୟକ୍ତିମାନଙ୍କୁ, ଯେଉଁମାନଙ୍କର ମୀନ ରାଶି ଅଗଷ୍ଟ ମାସରେ ଆସିବାକୁ ଯାଉଛି ତିନୋଟି ବଡ଼ ଖୁସି ଖବର। ସେ ତିନୋଟି କ'ଣ ଖୁସି ଖବର, ଚାଲନ୍ତୁ ଜାଣିବା ଦର୍ଶକ ବନ୍ଧୁ। ଯଦି ଆପଣ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ମହାଦେବଙ୍କ ଆଶୀର୍ବାଦ ମୀନ ରାଶି ଉପରେ ପଡ଼ିବାକୁ ଯାଉଛି। ତା ସହିତ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ଏହି ରାଶିରେ ପଡ଼ିବାକୁ ଯାଉଛି। ଯେହେତୁ ଅଗଷ୍ଟ ମାସରେ ଶ୍ରାବଣ ମାସ, ମହାଦେବଙ୍କ କୃପା ରହିବ ଏହି ରାଶି ଉପରେ। ଆପଣ ଭାବିଥିବା କାମ, ଅନେକ ଦିନରୁ ପଡ଼ି ରହିଥିବା କାମ ତୁରନ୍ତ ହୋଇଯିବ। ଯେଉଁ କାମରେ ଆପଣ ହାତ ଦେବେ, ସେ କାମ ସକ୍ସେସ୍ ହେବେ ଓ ଜୟଲାଭ କରିବେ। ତ ଜାଣିବା କେମିତି ରହିବ ଅଗଷ୍ଟ ମାସ। କାର୍ଯ୍ୟରେ ସଫଳତା ମିଳିବ, ସହଯୋଗ ମିଳିବ, ଦେହ ମନ ସୁସ୍ଥ ରହିବ, ଆୟରେ ଉତ୍ତମ ରହିବ, ଉତ୍ତମ ଆୟ ରହିବ, ସ୍ୱାସ୍ଥ୍ୟ ବହୁତ ଭଲ ରହିବ, ଚାଷୀମାନଙ୍କ ମନ ଖୁସି ରହିବା ସହିତ ଧନ ଲାଭ ହେବ, ଚାଷ ବହୁତ ବଢ଼ିଆ ହେବ। ଏହି ଅଗଷ୍ଟ ମାସରେ ଆପଣଙ୍କୁ କରିଥିବା ଋଣର ଭାର ଉତୁରି ଯିବ ମୁଣ୍ଡରୁ। ଯାହା ଆପଣ ଋଣକୁ ନେଇ ଚିନ୍ତିତ ଥିଲେ, କେମିତି ସୁଝିବେ, କେମିତି କରିବେ, ତାହା ଏହି ଅଗଷ୍ଟ ମାସରେ ସବୁ ସମାଧାନ କରିଦେବେ। ଅଗଷ୍ଟ ମାସରେ ଆମେ ଜାଣିବା ଆପଣମାନଙ୍କର ଶୁଭ ରଙ୍ଗ କ'ଣ, ଶୁଭ ବାର କ'ଣ। ତ ଚାଲନ୍ତୁ ଜାଣିବା ଶୁଭ ରଙ୍ଗ କ'ଣ। ଶୁକ୍ର ବୁଧ ଘାତବାର ଆପଣଙ୍କର ଘାତ ତିଥି ଚତୁର୍ଥୀ, ନବମୀ, ଚତୁର୍ଦ୍ଦଶୀ। ଶୁଭ ରଙ୍ଗ ଧଳା, କମଳା। ଭିଡ଼ିଓଟି ଯଦି ଭଲ ଲାଗିଥିବ ସାଙ୍ଗମାନେ, ନିହାତି ଭାବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ହର ହର ମହାଦେବ।